ଆଜିଠାରୁ ମହାପ୍ରଭୁଙ୍କର ଆରମ୍ଭ ହୋଇଛି ଅନବସର ସେବା ଅର୍ଥାତ୍ ଅଣସର ସେବା। ଏ ଅଣସର ସେବା ଉତ୍କଳୀୟ ମାନଙ୍କ ମନରେ ସମସ୍ତଙ୍କ ମନରେ ଗୋଟେ ଉତ୍କଣ୍ଠା ସୃଷ୍ଟି କରେ। କାହିଁକି ନା ମହାପ୍ରଭୁଙ୍କର ଗତକାଲି ସରିଲା ସ୍ନାନ ଉତ୍ସବ। 108 ଗଡୁ ଜଳରେ ମହାପ୍ରଭୁ ସ୍ନାନ ଗଲେ। ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ହେଲା। ମହାପ୍ରଭୁ ଗଜାନନ ବେଶରେ ଅଗଣିତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ବଡ଼ଦାଣ୍ଡରୁ ନୁହେଁ ସାରା ବିଶ୍ୱକୁ ଦର୍ଶନ ଦେଲେ ଏବଂ ମଧ୍ୟରାତ୍ରିରେ ମହାପ୍ରଭୁଙ୍କର ଗୋଟି ପହଣ୍ଡିରେ ବିଜେ କରିଲେ ଅଣସର ପିଣ୍ଡିକୁ। ଆଉ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କର ପଟି ଦିଅ ସେବା ଏବଂ ଭିତରେ ଘନ ଅନ୍ଧକାରରେ ମହାପ୍ରଭୁ ଅଣସର ପିଣ୍ଡିରେ ସେବା ପାଉଛନ୍ତି, ପୂଜା ପାଉଛନ୍ତି। ଗୋଟିଏ ମାତ୍ର ଅନ୍ଧକାର ଭିତରେ ପ୍ରଦୀପ ଜଳୁଛି। ତା ଭିତରେ ଏ ଅଙ୍ଗଲାଗି ସେବକ ଦଇତା ଏବଂ ପତି ମହାପାତ୍ର ମହାପ୍ରଭୁଙ୍କର ଏ ଗୁପ୍ତ ସେବାରେ ନିମଗ୍ନ ଅଛନ୍ତି। ଆଜି ବିସ୍ତୃତ ସୂଚନା ପାଇଁ ମୁଁ ପହଞ୍ଚିଥିଲି ମହାପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ, ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନ ଦାସ ମହାପାତ୍ର। କାର୍ଯ୍ୟକ୍ରମକୁ ସ୍ୱାଗତ କରିବେ ଆପଣଙ୍କୁ। ଜୟ ଜଗନ୍ନାଥ। କଣ କହିବେ ଆପଣ ମହାପ୍ରଭୁଙ୍କର ଏ ସେବା, ଆଜିର ଯୋଉ ଏ ସେବା କେତେ ଦିନ ଚାଲିବ? ଗୁପ୍ତ ସେବା, ଅନବସର ସେବା କେତେ ଦିନ ଥାଏ? ଏବଂ ଆଜି ଯୋଉ ପ୍ରତିପଦାରୁ ଆରମ୍ଭ ହେଲା ପରେ ପର୍ଯ୍ୟାୟକ୍ରମେ ପ୍ରତିଦିନ ଦୈନିକ କଣ ଗୋଟିଏ ଗୋଟିଏ ସେବା ମହାପ୍ରଭୁଙ୍କ କରାଯିବ ଏବଂ ଆଜି ପ୍ରଭୁଙ୍କର ଶରୀରରେ ଯୋଉ ଉତ୍ତାପ, ଯୋଉ ଜ୍ୱରରେ ପୀଡ଼ିତ ଅଛନ୍ତି ତାର ଜ୍ୱରର ଉତ୍ତାପ ମଧ୍ୟ ଆପଣ ଅନୁଭବ କରିପାରନ୍ତି। କାର୍ଯ୍ୟକ୍ରମକୁ ସ୍ୱାଗତ, ସୂଚନା ରଖିବେ। ଜୟ ଜଗନ୍ନାଥ। ଆଜି ଜଗନ୍ନାଥଙ୍କର ଓଦା ବସ୍ତ୍ର ଯୋଉ କାଲି 108 ଗରା ପାଣିରେ ପ୍ରଭୁ ଗାଧେଇଥିଲେ, ଓଦା ବସ୍ତ୍ର ପିନ୍ଧିଛନ୍ତି। ଆଜି ପ୍ରଭୁ କାଲି ରାତିରେ ଗୋଟି ପହଣ୍ଡିରେ ପ୍ରଭୁ ଅଣସର ପିଣ୍ଡିକି ଆସିଲେ ଏବଂ ଆଜି ଓଦା ବସ୍ତ୍ର ପ୍ରଭୁ କଢ଼ା ଯିବ। କଢ଼ା ପ୍ରଭୁଙ୍କ ଜ୍ୱର ଆଜିରୁ ଆରମ୍ଭ ହେଲା। ପ୍ରଭୁଙ୍କର ଗୁପ୍ତ ସେବା ଚାଲିବ। ଆବାଳ ବୃଦ୍ଧବନିତା ଆମର ଦୈତାପତି ସେବା ପ୍ରଭୁଙ୍କୁ କରନ୍ତି ଏବଂ ଜଗନ୍ନାଥଙ୍କୁ ଆମେ ପ୍ରତ୍ୟେକ ଦିନ ପ୍ରଭୁଙ୍କୁ ଶୁକ୍ଳ ଫୁଲ, ଜୁଇ ଫୁଲ, ଏ ଫୁଲ, ଧଳା ଫୁଲ ପ୍ରଭୁ ପିନ୍ଧନ୍ତି, ମଲ୍ଲି ଫୁଲ, ବାସ୍ନା ଫୁଲ ଟିକେ ମହାପ୍ରଭୁ ପିନ୍ଧନ୍ତି ଏବଂ ବାସ୍ନା ଫୁଲ ଭିତରେ ତାଙ୍କର ଯୋଉ ଆନନ୍ଦ ଥାଏ ସେ ଆନନ୍ଦ କୋଉଠି ନଥାଏ। ଆମର ଛୋଟ ଛୁଆ ପିଲାଠୁ ଆରମ୍ଭ କରି ବଡ଼ ଯାକେ ପ୍ରଭୁଙ୍କୁ ଫୁଲ ପିନ୍ଧେଇ ଦିଅନ୍ତି ଏବଂ ପ୍ରଭୁଙ୍କୁ ମାଳ ପିନ୍ଧେଇ ଦିଅନ୍ତି। ଜଗନ୍ନାଥ ଆନନ୍ଦ ହୁଅନ୍ତି ସେ ପ୍ରଭୁ, ସେଇଥିରେ ତାଙ୍କ ଗୁପ୍ତ ସେବା ଲୀନ ରହନ୍ତି। ଆଉ ଏଇ ଗୁପ୍ତ ସେବା ଯୋଉ ହୁଏ, ଏଇଟା ହେଲା ଦୁର୍ଲଭ ଜିନିଷ। ଦେବତାଙ୍କୁ ବି ଅଗୋଚର କଣ ଗୁପ୍ତ ସେବା କଣ ଚାଲିଛି ତା ଭିତରେ। ଆଉ ତା ସେଠି କଣ ହୁଏ, କୌଣସି ଦିନ ଜଗନ୍ନାଥଙ୍କୁ ଆଜି ଛେନା ଟିକେ ଭୋଗ ହୁଏ, ଆମ୍ବ ଟିକେ ଭୋଗ ହୁଏ, କଦଳୀ ଭୋଗ ହୁଏ, ପଣସ ଭୋଗ ହୁଏ, ଆପଣଙ୍କର ବିଭିନ୍ନ ସୁସ୍ୱାଦ ଫଳ ଟିକେ ପ୍ରଭୁ ଖାଆନ୍ତି। ତାପରେ ଜଗନ୍ନାଥଙ୍କୁ ଛେନା ଟିକେ ଭୋଗ ହୁଏ, ମୁଗ ଟିକେ, ମଠରୁ ମୁଗ ଆସେ, ମଠରୁ ମୁଗ ନଡ଼ିଆ ପଡ଼ି ମୁଗ ଟିକେ ଭୋଗ ହୁଏ, ଘଷା ଭୋଗ ହୁଏ, ପାଣି ଘଷା ପଡ଼ିକିରି ଆପଣଙ୍କର ଚନ୍ଦନ କର୍ପୂର ପଡ଼ି ମହାପ୍ରଭୁ ଘଷା ଭୋଗ ହୁଏ। ଏଇସବୁ ଜିନିଷ ମହାପ୍ରଭୁଙ୍କର ପ୍ରତ୍ୟେକ ଦିନ 15 ଦିନ ଯାକେ ଏଟା ଲାଗି ରହିଥାଏ। ଯେତେବେଳେ ଶେଷ ଦିନ ମହାପ୍ରଭୁ ଜଗନ୍ନାଥଙ୍କର ଚକାବିଜେ ନୀତି ଅନୁଷ୍ଠିତ। ଚକାବିଜେ ଲାଷ୍ଟ ହେଇଯାଏ, ଏକାଦଶୀ ହବ, ଏସବୁ ହୁଏ। ରାଜପ୍ରସାଦ ବାହାରେ। ରାଜପ୍ରସାଦ ହେଲା ପ୍ରଭୁଙ୍କର ଶେଷ ଦିନ। ରାଜପ୍ରସାଦ ମାନେ କଣ, ରଜାଙ୍କ ଘରକୁ ଶେଷ ଦିନ ଯୋଉଦିନ ଜଗନ୍ନାଥଙ୍କ ଯୋଉ ଚକଟା ଭୋଗ ଆମେ କହୁ, ସେଇ ଚକଟା ଭୋଗଟା କଣ ହୁଏ, ବାହାରକୁ ବାହାରେ। ସେଇଟା ସର୍ବସାଧାରଣ ଯିଏ ଆସି ଭକ୍ତ ପହଞ୍ଚିଯାଏ ଆନନ୍ଦ ମନରେ, ସେଇ ଭୋଗ ତାକୁ ଟିକେ ଦିଆଯାଏ ଏବଂ ରଜାଙ୍କ ଘରକୁ ପ୍ରଥମ ଭୋଗ ହିଁ ଯାଏ ଜଗନ୍ନାଥଙ୍କର ଚନ୍ଦନ କରାଲା ଭଲ ମନ୍ଦ ରାଜବାଟିକି ଗଜପତି ମହାରାଜଙ୍କ ପାଖକୁ ଯାଏ। ସେଇଠୁ ଆମେ ମନ୍ଦିରକୁ ପୁଣି ଆସୁ। ଜଗନ୍ନାଥ ବିଭିନ୍ନ ନୀତିକାନ୍ତି ପାଟ ମକୁଟା ପ୍ରଭୁ ମଧ୍ୟ ଲାଗି ହୁଏ, ଖଣ୍ଡୁଆ। ଆଉ ଗୋଟିଏ କଥା ଟିକେ ଆମେ ଯୋଉ ଅଗଣିତ ଶ୍ରଦ୍ଧାଳୁ ଭକ୍ତ ଜଗନ୍ନାଥ ପ୍ରେମୀ ସାରା ବିଶ୍ୱରେ ଅଛନ୍ତି, ସେମାନଙ୍କୁ ଆମେ ଆଉ ଟିକେ ଆପଣଙ୍କ ଠାରୁ ଟିକେ ଭାଷାରେ ସରଳୀକରଣରେ ଆମେ ବୁଝିବା ପାଇଁ ଚାହିଁବା ଯେ ପ୍ରଭୁଙ୍କର ଆଜି ଯୋଉ ଅଣସର ପଣା ହୁଏ, ସେ ପଣାରେ କଣ କଣ ମିଶ୍ରିତ କରାଯାଏ? ସେ କଥାଟି ହେଲା ପ୍ରଥମ, ତାକୁ ପ୍ରଥମେ ସ୍ପଷ୍ଟ କରନ୍ତୁ। ପଣାରେ କଣ କଣ ମିଶ୍ରିତ କରାଯାଏ? ପଣାରେ ଆପଣ ଛାଚି ମିଶାଯାଏ। ଛାଚି ମିଠା ହବା ଛାଚି ଆମର ହୁଏ, ତାପରେ କର୍ପୂର, ତାପରେ ଟିକେ ଚନ୍ଦନ ମହାପ୍ରଭୁ ପଡ଼ି ସ୍ୱତନ୍ତ୍ର ସେ ଗୋଟେ ଅଣସର ପଣା ହୁଏ। ସ୍ୱତନ୍ତ୍ର ପଣା ସେ ଗୋଟେ, ତାକୁ ଦେବା ଦେବୀ ଭଲ ମନ୍ଦ ସମସ୍ତେ ପାଆନ୍ତି। ତାଙ୍କୁ ଯାଇକିରି ମା ବିମଳାଙ୍କୁ ବି ସମର୍ପଣ ହୁଏ ଅଣସର ପଣା। ସେ
ସେଇ ପଣାକୁ ସମସ୍ତେ ଶ୍ରଦ୍ଧାର ସହିତ ଭାବର ସହିତ ଅପେକ୍ଷା କରିଥାନ୍ତି। ଦେବାଦେବୀ ସମସ୍ତେ ସମର୍ପିତ ହୁଏ। ସେଇ ପଣା ତାଟି ବାହାରେ ସେଟା ଭିତରେ ହଏନି, ଭିତର ଭୋଗ ବାହାରକୁ ବାହାରେ ନାହିଁ। এই ସମୟରେ ଯୋଉ ଅଣସର ଭୋଗ କରାଯାଏ, ସେ ଭୋଗ କଣ କୋଉ କୋଉ ଫଳରେ କରାଯାଏ? ଭୋଗ ଆମର ଥାଳିରେ, ପିତ୍ତଳ ଥାଳିରେ ପ୍ରଭୁଙ୍କ ହଏ। ଆପଣ ଆମ୍ବ, ପଣସ, କଦଳୀ ଏଇସବୁ ଜିନିଷ ଉପରେ ସୁସ୍ୱାଦ ଭିତରେ ଭଗବାନଙ୍କ ଫଳ ଭୋଗ ହଏ। ତାପରେ ଛେନା, ରାବଡ଼ି ଟିକେ, ସର ଟିକେ, ଜଗନ୍ନାଥ ଖାଆନ୍ତି ଭଲ ଜିନିଷ ଟିକେ, ଜଗତର ଜଗନ୍ନାଥ ତାଙ୍କୁ ଆମେ ଟିକେ ତାଙ୍କୁ ଖାଇବାକୁ ଦଉ। ଆମ ପିଲାମାନେ ବି ପ୍ରଭୁଙ୍କୁ ନେଇକି ଦିଅନ୍ତି, ପୂଜା ହଏ, ବିଞ୍ଚି ଦିଅନ୍ତି, ବିଞ୍ଚଣା ତା ଭିତରେ ଅଛି, ପଙ୍କା ଅଛି, ଜ୍ୱର ହେଇଛି ବିଞ୍ଚି ଦିଅନ୍ତି, କିଏ ପ୍ରଭୁଙ୍କୁ ଗୋଡ଼ ହାତ ଚିପି ଦଉଛି। ସେ ଦେଖିବା ଜିନିଷ, ସେଟା ତ କଣ ଆପଣଙ୍କ ଭାଷାରେ କହିବି, ଦେଖିବା ଜିନିଷ। ମହାପ୍ରଭୁ ସେବା କରୁଛନ୍ତି, ଦୁର୍ଲଭ ସେବା। ଏ ସେବା এই ସମୟରେ ଯେତେବେଳେ ଆପଣ ସେବା କରନ୍ତି, ପ୍ରଭୁଙ୍କର ଜ୍ୱର ହେଇଥାଏ ବୋଲି ଆପଣ କେମିତି ଜାଣନ୍ତି? ତାଙ୍କ ଦେହ ତାଙ୍କ ଉଷୁମ ହେଇଥିବ ପରା, ତାଙ୍କ ଦେହ ଉଷୁମ, ଏଇଟା ମାନବୀୟ ନିଳା ତାଙ୍କର ପରା। ଏଇ ତ ବିଶ୍ୱସ୍ତ ଜିନିଷ। ଆପଣ ଅନୁଭବ କରନ୍ତି? ହଁ, ଅନୁଭବ କରୁନୁ। ଆଜି ଆପଣଙ୍କୁ କହିଲି ବା, ଅନୁଭବ କରିନୁ। ନୂଆ କଳବଳ ତା ଟାଇମରେ ଯେତେବେଳେ ବ୍ରହ୍ମ ସ୍ଥାପ ଚେଞ୍ଜ ହୁଏ, ସଂସ୍ଥାପନ ହୁଏ। ସଂସ୍ଥା ମୁଁ ତ ନିଜେ ଏଥର କରିଛି ନା। ଯୋଉ ରହେ ତୁଳସୀ, ଜୁଇ ଫୁଲ, ଚନ୍ଦନ, ଖଣ୍ଡୁଆ, ଆପଣ ଦେଖିବେ 19 ବର୍ଷ ପରେ ସେ ସେମ୍ ଜାଗ୍ରତ ଥାଏ, ସେମିତି ସତେଜ ଥାନ୍ତି। ସତେଜ ଥାଏ। ସେ ତାକୁ ବି କହନ୍ତି ଯେ ବ୍ରହ୍ମର ଶକ୍ତି, ସେଇ ସ୍ୱୟଂ ବ୍ରହ୍ମ ଶକ୍ତି ପରା। ସେଇଥିରୁ ତ ପ୍ରମାଣ ମିଳେ ଯେ ପ୍ରଭୁଙ୍କର ସ୍ୱତନ୍ତ୍ର ଯୋଉ ପ୍ରାଣ ପିଣ୍ଡ ଆଉ ସେ ମାନେ ମାନେ ଏକଦମ ମାନେ ତାଜା ଅଛନ୍ତି। ତାଜା ଅଛନ୍ତି। ଗୋଟିଏ କଥା ଆମେ ଜାଣିବା ପାଇଁ ଚାହିଁବା ଯେ ପ୍ରଭୁଙ୍କର ଯୋଉ ସେବା କରନ୍ତି ଆପଣ ମାନେ, ସେ ସେବାରେ ସେ ଯେ କୁହାଯାଏ ଘନ ଅନ୍ଧକାରରେ ସେବା କରନ୍ତି, ପ୍ରଭୁଙ୍କର ମୁଖମଣ୍ଡଳ କିଭଳି ଥାଏ? ପ୍ରଭୁଙ୍କ ମୁଖମଣ୍ଡଳ, ଆମ ଭାଇମାନେ ମିଶନ୍ତି। ଶୁଣନ୍ତୁ ଆଉ ଗୋଟେ କଥା, ଆମେ ଗୋଟିଏ ଗାମୁଛା ପିନ୍ଧି ଭିତରକୁ ଯାଉ, ଶୁକ୍ଳ ଗାମୁଛା, ଧଳା ଗାମୁଛା, ରଙ୍ଗୀନ ବି ନାହିଁ। ଆମ ସମସ୍ତେ ଗୋଟିଏ ଗାମୁଛା ପିନ୍ଧିବେ, ଧଳା ଗାମୁଛା ପିନ୍ଧି ଗୋଟେ ଓଦା ଗାମୁଛା ପିନ୍ଧିକି ଆମେ ଭିତରକୁ ଯାଉ। ସେଇ ଗାମୁଛା ପିନ୍ଧି ପୂଜା ହବ। ଏବଂ ଯୋଉ 69 ପିଢି, ଆଉ ଗୋଟେ ତା ଭକ୍ତଙ୍କୁ କହିଦଉଛି, ରାତିରେ 2 ଥର ମହାପ୍ରଭୁ ଭୋଗ ହଏ। ଥରେ ସନ୍ଧ୍ୟାବେଳେ ହେଇଯିବ, ତାପରେ ରାତି 2ଟା ପରେ ଆଉ ଥରେ ପ୍ରଭୁଙ୍କୁ ହଏ, ରାତ୍ରି ଭୋଗ ହଏ। ଆଉ ରାତ୍ରି ଚକଟା ଭୋଗ କହନ୍ତି। ସେଇ ଭୋଗ ସବୁ ମଠ ବାଡ଼ିରୁ ଠାକୁରଙ୍କ ପ୍ରସାଦ ଆସିଥାଏ, ସେଇ ଭୋଗ ପ୍ରଭୁଙ୍କୁ ହଏ ରାତିରେ। ତାପରେ ଭଗବାନ ପୁଣି କୋଉ କୋଉ ମଠରୁ କଣ କଣ ପ୍ରସାଦ ଆସେ? ଆଜ୍ଞା, ଉତ୍ତର ପରଶ ମଠରୁ ଆସେ, ଏମାର ମଠରୁ ଆସେ, ତାପରେ ଓଡ଼ିଆ ମଠରୁ ଆସେ। ଜଗନ୍ନାଥଙ୍କୁ ତାଙ୍କ ଖେଇ ସବୁ ଅଛି, ସେଥିଯୋଗୁଁ ମଠ ମହନ୍ତ ଖେଇ ସେ ସବୁ କଣ କଣ ପଠାନ୍ତି? ସେଇ ମୁଗ ପଠାନ୍ତି, ଆପଣ ମୁଗ, ତାପରେ ରାବିଡ଼ି ସବୁ ସ୍ୱତନ୍ତ୍ର ହେଇକିରି, ଏମିତି ଆପଣଙ୍କ ଛାମୁ ଧୂଳି ଧରିକିରି ତାଙ୍କୁ ଲୋକ ନେଇକି ଆସୁ। ଖଇ ଜଗନ୍ନାଥ ପୂଜା ହୁଏ। ଆପଣଙ୍କୁ ଟିକେ ଏଇଠି ସୂଚନା ରଖିବି, ମଠର ଯୋଉ କାର୍ଯ୍ୟ ମନ୍ଦିର ସହିତ ସମ୍ପୂର୍ଣ୍ଣ ଭାବରେ ସମ୍ପୃକ୍ତ ଥାଏ ସେବା ନୀତି ସହିତ। ସେଥିପାଇଁ ମନ୍ଦିରର ଚତୁଃପାର୍ଶ୍ୱରେ ଏଇ ମଠ ବାଡ଼ି ଗୁଡ଼ିକ ଗଢ଼ି ଉଠିଥିଲା ଏବଂ ତାଙ୍କର ଖେଇ ଅଛି। କୋଉ ସମୟରେ ପ୍ରଭୁଙ୍କର କୋଉ ଯାତ୍ରା ସମୟରେ, କୋଉ ଯାନିଯାତ୍ରା ସମୟରେ, କୋଉ ଉତ୍ସବ ସମୟରେ କଣ ଖେଇ ରହିଛି, କଣ ସେ ପ୍ରଭୁ ମାନେ ଶ୍ରୀମନ୍ଦିରକୁ ପଠାନ୍ତି, ଏସବୁ ରହିଛି ବ୍ୟବସ୍ଥା। ମୁଁ ଆଉ ଟିକେ ଜାଣିବା ପାଇଁ ଚାହିଁବି ଆପଣଙ୍କ ଠାରୁ। ସବୁଠାରୁ ବଡ଼ କଥା ହେଉଛି ଯେ ଦଇତା ଏବଂ ପତି ମହାପାତ୍ର, ଏ ଦଇତା ପତି ମହାପାତ୍ରକୁ ନେଇ ଦଇତାପତି ବୋଲି କୁହାଯାଏ। ତାଙ୍କ ସେବା ବ୍ୟତୀତ, ଏ ତ ରହିଲେ ଅଙ୍ଗଲାଗି ସେବକ, ତାଙ୍କ ସେବା ବ୍ୟତୀତ ଅନ୍ୟ କୋଉ ସେବକଙ୍କର ଥାଏ ତା ଭିତରେ କାର୍ଯ୍ୟ? ତାପରେ କାହାର କାମ ନଥାଏ, ଆଉ କାହାର କାମ ନଥାଏ। ତାପରେ ଶେଷ ପର୍ଯ୍ୟାୟରେ ଆପଣଙ୍କର ଯିବେ ଆମର ଖଳି ଲାଗିବ ସୁଦୁଷୁଆର, ଶେଷ ପର୍ଯ୍ୟାୟରେ। ଆଉ ତା ସାଙ୍ଗେ କାହାର କିଛି କାମ ନାହିଁ। ତାପରେ ଠାକୁର ବନକୁ ଲାଗିଛନ୍ତି। ଏଇ ଯୋଉ ସୁଦୁସ୍ୱାର ଆଉ ଦଇତା, ହଁ, ୟାଙ୍କ ଭିତରେ ଫରକ କଣ? ଆମେ ଦେଖିଛୁ ସୁଦୁସ୍ୱାର ସିଏ ବି ଆପଣଙ୍କ ଦଇତା ଭାଇ। ନାଇଁ, ସିଏ ଆଉ ଗୋଟେ ସୁଦୁଷୁଆର, ଇଏ ଆଉ ଗୋଟେ ସୁଦୁଷୁଆର। ଆମ ସେ ଦଇତା ସୁଦୁଷୁଆର ସେ ଅଲଗା, ଇ ସୁଦୁଷୁଆର ଅଲଗା। ଏମାନେ ଖଳି କରିବେ, ଓଷୁଅ କରିବେ, ଓଷୁଅ ଯୋଉ ଠାକୁର ଓଷୁଅ ଲାଗିଛନ୍ତି, ଓଷୁଅ କରିବେ, ଖଳି କରିବେ, ପ୍ରଭୁ ଲାଗିବେ। ଆମ ଦଇତା ସୁଦୁଷୁଆର ସିଏ ଅଲଗା, ସିଏ ଗୋଟେ ବିନାୟକ ଦାସ ମହାପାତ୍ର ହଉଛନ୍ତି ମାନେ ଆପଣଙ୍କର ଯୋଉ ସୁଦୁଷୁଆର। ସୁଦୁସ୍ୱାର ସିଏ। ତ ନିଶ୍ଚିତ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବା, ମହାପ୍ରଭୁ ଯୋଉ ପଟ୍ଟିଦିଅରେ ପୂଜା ପାଉଛନ୍ତି, ପଟ୍ଟିଦିଅ ପୂଜା ସମୟରେ ତାଙ୍କୁ କଣ ପୁଣି ଭୋଗ ଅର୍ପଣ କରାଯାଏ? ତାଙ୍କୁ ଆମେ ଦଶବତାର ପୂଜା ହନ୍ତି, ପ୍ରତିଦିନ 10 ଅବତାର ତାଙ୍କୁ ପୂଜା ହଏ। ଅଭଡ଼ା ଡାଲି ତ ଯେମିତି ଆମର ଏବେ ଚାଲିଛି ଅନ୍ନପ୍ରସାଦ ଅନ୍ନପ୍ରସାଦ, ତାଙ୍କର ସେ ଭୋଗ ହଏ। ଯେମିତି ନୀତି ନିୟମ ଅଛି ସେ ସେମିତି ଚାଲିଛି, ସୁପକାର ନିଯୋଗ ସେ ସବୁ ତାଙ୍କର ଯେମିତି ତାଙ୍କର ସେମିତି ଚାଲିଛି। କିନ୍ତୁ ପ୍ରଭୁଙ୍କ ଜିନିଷ ଯୋଉ ଚାଲିଛି ଗୁପ୍ତ ସେବା, ସେ ଜିନିଷ ଅଲଗା ଜିନିଷ ସାଇଡରେ। କାହିଁକିନା ଆପଣଙ୍କର ତାଟି ବନ୍ଧା ହେଇଥାଏ, ଛୋଟିଆ ଗୋଟେ ଗେଟ୍ ହବ, ଆମେ ଯିବୁ ତା ଭିତରକୁ,
ଏପଟେ ପଟିଦିଅ ବସିଲେ, ପଟିଦିଅଙ୍କୁ ସବୁ ଭକ୍ତ ଆସି ଯୋଉ ଆସନ୍ତି, ଭକ୍ତମାନେ ଦର୍ଶନ କଲେ, ତାଙ୍କୁ ବି ଅଭଡ଼ା ଭୋଗ ହୁଏ, ସେଇ ଅଭଡ଼ା ମହାପ୍ରସାଦ ବାହାରେ। ଦଇତା ସେବକ ମାନେ ପତି ମହାପାତ୍ର ଏମାନେ କୋଉ ଦ୍ୱାର ଦେଇ ପ୍ରବେଶ କରନ୍ତି ଭିତରକୁ? ଆପଣ ଯୋଉ ଦକ୍ଷିଣ ଦ୍ୱାର ଦେଇକି ଆମେ ସେପଟେ ଦକ୍ଷିଣ ଦ୍ୱାର ଦେଇ ମୁକ୍ତ ମଣ୍ଡପ ଦେଇ ଏଇ ବସିବୁ ସେଇ ପାର୍ଶ୍ୱ ଦେଇ ଆପଣ ଯାଆନ୍ତି ଏବଂ ଭକ୍ତମାନେ ଯୋଉ ଯାଆନ୍ତି ବାହାର କାଠ ନିକଟରୁ ପଟିଦିଅଙ୍କୁ ଦର୍ଶନ ଦର୍ଶନ କରନ୍ତି। କରି ଗୌଡ଼ ଉତ୍ସବ ଦେଇ ଯିବେ। ତ ୟା ଭିତରେ ଯୋଉ ପଟିଦିଅଙ୍କ ନିକଟରେ କୋଉ କୋଉ ସେବକଙ୍କର ସେବା ଥାଏ? ସେଇମାନେ ସିଙ୍ଗାରୀ ପୂଜା ପଣ୍ଡା ସେମାନେ ତାଙ୍କ ସେବା ଥାଏ। ବାକି ସୁପକାର ମାନେ ସେମାନେ ମଧ୍ୟ ସେ ଭୋଗ କରନ୍ତି ତ ଭୋଗ ଅଭଡ଼ା କରନ୍ତି। ଭୋଗ କରନ୍ତି। ଆପଣ ପ୍ରଭୁଙ୍କୁ କେତେ ନିକଟରୁ ପାଇଛନ୍ତି? ସବୁ ପାଖରେ ପୁରା କୁଣ୍ଡାକୁଣ୍ଡି କଣ ଅନୁଭବ କରିଛନ୍ତି? ଭାରି ଭାଇ ଭାଇ ସମ୍ପର୍କ ଯାହା ଆପଣ ସବୁବେଳେ କହିଛୁ। ତାଙ୍କୁ କୋଳାଗ୍ରତ କରିବା ସମୟରେ ଆଖି ଆପଣଙ୍କର କେମିତି ଛଳ ଛଳ ହେଇଯାଏ? ସବୁବେଳେ ଏଇ କଥା ଛଳ ଛଳ ଯାଉଛି ଯେ ସ୍ୱୟଂ ଭଗବାନ ବ୍ରହ୍ମ ପାଇଛୁ, ଆଉ ତାଠୁ କଣ ଜୀବନରେ କଣ ଅଛି କହୁନାହାନ୍ତି। ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କର ଆଖିରେ ଲୁହ ଖାଲି ମହାପ୍ରଭୁଙ୍କ କଥା ପଦେ ପଚାରୁ ପଚାରୁ। ଜଗନ୍ନାଥ ଆମର ସେ ମହାପ୍ରଭୁ, ସେ ଆପଣ ଭାବୁନାହାନ୍ତି ଆପଣ ଏଠି କାହିଁ ଆସିଛନ୍ତି। ମୁଁ ଗୋଟେ କଥା କହୁଛି, କି ଠାକୁର ସିଏ ଚିନ୍ତା କଣ, ଆମେ କଣ କହିବୁ, ଆପଣ କଣ କହିବେ, ସଂସାର କହିବ ଭଗବାନ। ଆମେ ଈଶ୍ୱରଙ୍କୁ ପାଇଛୁ, ଆମେ ଗର୍ବିତ, ଆମେ ଭଗବାନଙ୍କୁ ପାଇଛୁ। ଆପଣ ଯେତେବେଳେ ପ୍ରଭୁଙ୍କ ପାଖରେ ପହଞ୍ଚି ଯାଆନ୍ତି, ସେ ଅଣସର ପିଣ୍ଡିରେ ଥାଆନ୍ତୁ କି ରତ୍ନ ସିଂହାସନ ଉପରେ ଥାଆନ୍ତୁ, ଆପଣ ତାଙ୍କୁ ଦେଖିକି ସେ ଚକାଚକା ଆଖି ଦେଖିକି ଆପଣଙ୍କ ହୃଦୟ କେମିତି ଲାଗେ? ସବୁ ଏକବାର ଅନ୍ତର ଅନ୍ତର ମିଶିଯାଏ। କୁହନ୍ତୁ ନା, ଆପଣ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିବେ, ସାରା ବିଶ୍ୱ ଦେଖିବ। ନାଇଁ, ଅନ୍ତର ଅନ୍ତର ମିଶିଯାଏ ସେତେବେଳେ। ଦେଖନ୍ତୁ ଆମର ଖାଲି ତ ରଥ ବେଳେ ନୁହଁ, ଆମେ ଚିତା ଲାଗି କରୁ, ଆମେ ରାହୁ ରେଖା ଲାଗି କରୁ, ଜଗନ୍ନାଥ ରାହୁ ରେଖା ଲାଗନ୍ତି, ଆମେ ପଇତା ଲାଗି କରୁ, ଆମେ ପ୍ରାୟ ସେବା ଅଛି ନା ମନ୍ଦିର ଭିତରେ। ଇଏ ତ ସେବା। ସେବା ଜଗନ୍ନାଥ ସ୍ୱାଇଁ ମହାପାତ୍ର କଥା ହୁଅନ୍ତି ମହାପ୍ରଭୁଙ୍କ ସହିତ, ତାଙ୍କ ନିଶ୍ୱାସ ପ୍ରଶ୍ୱାସ ତାଙ୍କ ଦେହରେ ବାଜେ, ତାଙ୍କର ନିଶ୍ୱାସ ପ୍ରଶ୍ୱାସ ତାଙ୍କ ଦେହରେ ବାଜେ। କେମିତି ଆପଣ ଏବେ କହିଲେ ଯେ ତାଙ୍କ ଦେହରେ ଯୋଉ ଉତ୍ତାପ, ଯୋଉ ଜ୍ୱର, ସେ ତାତି ଆମେ ଅନୁଭବ କରୁ, ଆମେ ଅନୁଭବ ତାହେଲେ କରୁ। ନିଶ୍ୱାସ ପ୍ରଶ୍ୱାସ କଣ ଅନୁଭବ କରନ୍ତୁନି ଆପଣ? ନିଶ୍ଚୟ କରୁ, ତାଙ୍କୁ ସେବା କରୁ। କେମିତି କଥା ହୁଅନ୍ତି ତାଙ୍କୁ? ଆପଣ ଏକାନ୍ତରେ ଯେତେବେଳେ ବସିଥାନ୍ତି, ମହାପ୍ରଭୁଙ୍କ କଥା ଆପଣ ଚିନ୍ତା କରନ୍ତି? ଚିନ୍ତା କରେ, ସତ କଥା, ମୁଁ ସବୁବେଳେ ଚିନ୍ତା କରେ ଏବଂ ତାଙ୍କୁ ସବୁବେଳେ ବି ଗୋଟିଏ ଅନୁଭୂତି କୁହନ୍ତୁ ଆପଣଙ୍କର। ବହୁତ ଅନୁଭୂତି, କଣ ବହୁତରୁ ଗୋଟିଏ କୁହନ୍ତୁ ନା। ଆରେ ସବୁବେଳେ ସେ ପାଖରେ ଅଛନ୍ତି, ଯାହା କହିବି ସେ ଆସିବା କୁହନ୍ତି। ମୁଁ କେତେ କଣ କହିବା ଉଚିତ ନୁହଁ ମୋର। ଏଇ ଦେଖନ୍ତୁ ୱେଷ୍ଟବେଙ୍ଗଲ ଇଲେକ୍ସନ ହେଲା, ମୁଁ ଗ୍ୟାରେଣ୍ଟି ଦେଇ କହିଥିଲି ତ ମମତା କାହା ସାହସରେ କହିଥିଲି, ଜଗନ୍ନାଥଙ୍କ ସାହସରେ କହିଥିଲି, ନହେଲେ ମୁଁ ତ ମୁହଁ ଦେଖେଇ ପାରିନଥାନ୍ତି। କଣ ପାଇଁ ଏତେ ବିତୃଷ୍ଣା ହେଲା? ନାଇଁ, ସେମାନେ ଇଏ ହେଇଗଲା, କାହିଁକି ସେଠି ମାନେ କଣ କହିବି, ଜିନିଷ ପାପ ଜିନିଷ ଦାରୁ 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 ଦେବତାଙ୍କୁ ପଥର ଦେବତା କରି ସେଠି ବସେଇ ଦିଆଗଲା। ସେବେଠାରୁ ଆପଣଙ୍କୁ ଟିକେ ମନ ବିତୃଷ୍ଣା ହେଲା। ନାଇଁ, ତାପରେ ସେଠି ଅନ୍ୟାୟ ଅତ୍ୟାଚାର ହେଲା, ଲୋକମାନେ ଡରିକି ରହିଲେ। ପ୍ରଭୁ ଏପଟେ ଟିକେ ଅସନ୍ତୁଷ୍ଟ ହେଲେ, ଆପଣ ଅନୁଭବ କରିପାରିଲେ? ମୁଁ କହିଲି ପରା, ମୁଁ ପଥର ଦିଅ କରନି, ପଥର ତ ଅସୁବିଧା ହବ। ସେ ଏକାଧିକା ଲୋକ ତାଙ୍କୁ କଣ କହିଲା, ତ ମୁଁ ସେ ଯେତେ ବୁଝେଇଲି ସେ ଶୁଣିଲେ ନାହିଁ। ପଥର ନଥିଲେ ଜଗନ୍ନାଥ ପଥର ଦିଅ ହେଇଥାନ୍ତେ, ସେ ଉଚିତ ନୁହଁ, ଶୁଣିଲେନି। ସେ ୟାଠୁ ଲୋକ ଗୋଟେ ଅନୁଭବ ଆପଣଙ୍କର ଜାଣିଛି ପରା ମୁଁ। ଆଉ ଯାହା କହିଥିଲି ଶହେ ଘଟିଲା, ଗୋଟେ ପଏଣ୍ଟ ପ୍ରଭୁ ଇଏ କଲେ। ମୁଁ ଗୋଟିଏ କଥା ଶୁଣିଛି ଆପଣଙ୍କର ଯୋଉ ସେବକ ମାନଙ୍କ ଠାରୁ, ଏ ଯୋଉ ଗୋଷ୍ଠୀଗତ ସେବା ନା ଆପଣଙ୍କର, ଗୋଷ୍ଠୀଗତ ସେବା ନହେଲେ ତ ମହାପ୍ରଭୁଙ୍କର ଯୋଉ ସମନ୍ୱୟର ସେବା ସଫଳ ହୁଏ ନାହିଁ। ଏ ଯୋଉ ଗୋଷ୍ଠୀଗତ ସେବା ଭିତରେ ମୁଁ ଶୁଣିଛି ଯେ ଆପଣ ଯେତେବେଳେ ମହାପ୍ରଭୁଙ୍କ ସମ୍ମୁଖକୁ ଯାଆନ୍ତି, ସେତେବେଳେ ନୀରବରେ ମହାପ୍ରଭୁଙ୍କ ସମ୍ମୁଖକୁ ଆଖିକୁ 2 ମିନିଟ୍ ଧରି ଠିଆ ହେଇ ଅନେଇ ରୁହନ୍ତି। ସେ ଅନେଇବାର କାରଣ କଣ ଥାଏ? କଣ ଆପଣ ପ୍ରଭୁଙ୍କୁ କୁହନ୍ତି? ଆଖି କାହିଁ ମିଳନ ହୁଏ, ଆତ୍ମା ପରମାତ୍ମା, ପରମାତ୍ମା ଇଏ ହେଲା ଆତ୍ମା, ଆତ୍ମା ପରମାତ୍ମା ମିଳନ ହୁଏ ପ୍ରଭୁଙ୍କ ସାଙ୍ଗରେ। ଏ କଣ୍ଠ ରୁଦ୍ଧ ହେଇଯାଉଛି ଆପଣଙ୍କର। ସତ କଥା। ଆପଣ ଭାବନ୍ତି ଯେତେବେଳେ ଦେଖିବେ ଆପଣ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ସେ ଆଖିରେ କଥାବାର୍ତ୍ତା ପ୍ରଭୁ କରନ୍ତି, ମୁହଁରେ କଥାବାର୍ତ୍ତା କରନ୍ତି ନାହିଁ। ଚୈତନ୍ୟ ମହାପ୍ରଭୁ ମନ୍ଦିର ଭିତରେ 18 ବର୍ଷ ଯିଏ ଦେବତା ଆସନ୍ତୁ ପ୍ରଭୁ ଆଖି ମିଳନ ହେଲେ ତାକୁ ବଡ ପାଟି ଲୋକ କଥା ହନ୍ତି। ଈଶ୍ୱର ଆତ୍ମା ପରମାତ୍ମା ଆତ୍ମା ମିଳନ ହୁଏ, ସେକୁ କହନ୍ତି ପ୍ରଭୁଙ୍କ କଥା କହିଲେ କାହିଁକି ଆପଣ ଆଖିରେ? ଆରେ ପ୍ରଭୁ ଆସି ତାଙ୍କର ଆପଣ ସଂସାର ଅଛି ଆଉ କଣ ମତେ କହୁନାହାନ୍ତି, ତାଙ୍କର ଅଛି ଆଉ କିଛି। ସ୍ୱୟଂ ଭଗବାନଙ୍କୁ ଆମେ ପାଇଛେ ନା, ଯାହାକୁ ଦେଖିବାକୁ କୋଟି କୋଟି ଲୋକ ଆସୁଛନ୍ତି, କୋଟି କୋଟି ଲୋକ, ତାକୁ ଆମେ ପାଖରେ ପାଇଯାଇଛୁ। ୟାଠୁ ବେଳେ ଆମର ଭାଗ୍ୟ ଆଉ କଣ ଅଛି କହୁନାହାନ୍ତି? କୋଉ ଜନ୍ମରେ କଣ କରୁଥିଲୁ, କେତେ ଜନ୍ମରେ କଣ କରୁଥିଲୁ, ଏଇ ଜନ୍ମରେ ତା ସେବା କରୁଛୁ, ତାଙ୍କ ପାଖରେ ଅଙ୍ଗ ଲାଗି ସେବକ ତାଙ୍କ ପାଖରେ ଅଛୁ। ଏଇ କଥା ବି ଆପଣଙ୍କୁ କହିଲେ ଆଜି, ଆମେ ମାନେ ନିଜ ଘର ଭାଇ ହିସାବରେ ତାଙ୍କୁ ଯେମିତି ଏମିତି ଲାଳନ ପାଳନ ହଉଛୁ, ଯିଏକି ଟିକେ ସ୍ୱର୍ଶ ହେଇ ପାଉନାହାନ୍ତି,
କେତେ ଦୂରରେ ଲୋକ ଦର୍ଶନ କରୁଛନ୍ତି। ସାରା ବିଶ୍ୱକୁ ଆପଣ କଣ କହିବେ? ଜଗନ୍ନାଥ ପ୍ରେମୀ ଅନେଇ ବସିଥିବେ ଆପଣଙ୍କୁ। ସାରା ବିଶ୍ୱକୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ପରିବାର ଶାନ୍ତି ରହିବ, ମଙ୍ଗଳ ହବ, କଲ୍ୟାଣ ହବ। ଜଗତନାଥ ଜଗନ୍ନାଥ ଇୟାଠୁ ବଡ ଠାକୁର କୋଉଠି ନାହାନ୍ତି। ଇଏ ହେଲେ ଜଗତନାଥ ଜଗନ୍ନାଥ ସ୍ୱୟଂ ବିଷ୍ଣୁ ଧରିତ୍ରୀରେ ବିରାଜମାନ କରି ଏଇଠି ମାନବ ଲୀଳା କରୁଛନ୍ତି। ଏଇ ଜଗନ୍ନାଥ ଧାମରେ, ଚାରି ଧାମରୁ ଅନ୍ୟତମ ଧାମରେ ଲୀଳା ଖେଳା କରୁଛନ୍ତି, ମାନବୀୟ ଲୀଳା କରୁଛନ୍ତି। ଜଗନ୍ନାଥ ସ୍ୱାଇଁ ମହାପାତ୍ର ମହାପ୍ରଭୁଙ୍କ କଥା ତୁଣ୍ଡ ଉଚ୍ଚାରଣ କରିବା ସମୟରେ ଆଖିରେ ତାଙ୍କର ଲୋତକ ଆସିଯାଏ। ଏଇ ଲୋତକ ଦୁଃଖର ଲୋତକ ନୁହେଁ, ଏଇ ଲୋତକ ହେଉଛି ଭାବର ଲୋତକ, ଇଏ ଲୋତକ ହେଉଛି ସମର୍ପଣର ଲୋତକ, ଏଇ ଲୋତକ ହେଉଛି ହୃଦୟର ଆଦାନ ପ୍ରଦାନର ଲୋତକ। ଏଇ ଲୋତକ ଅନେକ କିଛି କଥା କହେ, କିନ୍ତୁ ଆମେ କହୁ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମହାପ୍ରଭୁଙ୍କ ସହିତ କଥା ହୁଅନ୍ତି। ତାହା ପୁଣି ଏ ଭାଷାରେ ନୁହଁ, ଶବ୍ଦ ଉଚ୍ଚାରଣ କରି ନୁହଁ, ଏ ଆଖିରେ ହୃଦୟରେ କଥା ହୁଅନ୍ତି। ସେଥିପାଇଁ ତ ମହାପ୍ରଭୁଙ୍କ ନାମ ଉଚ୍ଚାରଣ କରିବା ସମୟରେ ଏ ବୟସରେ ବି ଆଖିରେ ତାଙ୍କର ଅଶ୍ରୁ ଆସିଯାଏ। ଅନେକ କଥା ରହିଛି। ମହାପ୍ରଭୁଙ୍କ କଥା କହିଲେ ରାତି ପାହିଯିବ, ଦିନ ସରିଯିବ, କିନ୍ତୁ କଥା ସରିବ ନାହିଁ। ତାରି ଭିତରେ ମହାପ୍ରଭୁଙ୍କର ଏବେ ଆରମ୍ଭ ହୋଇଛି ପ୍ରକୃତ ସେବା। ଆପଣଙ୍କ ଶରୀର ଅସୁସ୍ଥ ହୋଇଥିଲା ବେଳେ ଯିଏ ଆପଣଙ୍କର ପାଦ ହାତ ମାରି ଦିଅନ୍ତି, ମସ୍ତକ ଚିପି ଦିଅନ୍ତି, ଆପଣଙ୍କ ଶରୀରରେ ଟିକେ ତେଲ ଲଗେଇ ଦିଅନ୍ତି, ସିଏ ହୁଅନ୍ତି ଆପଣଙ୍କର ପ୍ରକୃତ ସେବକ। ଅର୍ଥାତ୍ ଏ ଘରେ ଏ କାମଟି କରନ୍ତି ଆପଣଙ୍କର ମା ଆଉ ଆପଣଙ୍କର ସ୍ତ୍ରୀ। ଇଏ ହଉଛନ୍ତି ପ୍ରଭୁଙ୍କର ଅଙ୍ଗଲାଗି ସେବକ। ଇଏ କରନ୍ତି ସେଇ ସେବା ପ୍ରଭୁଙ୍କର। ଗୋଡ଼ ଘଷି ଦିଅନ୍ତି, ପାଦ ମୋଡ଼ି ଦିଅନ୍ତି ଏବଂ ମହାପ୍ରଭୁଙ୍କୁ ଯେଉଁ ସବୁ ପ୍ରକୃତ ସେବା। ସେଇଥିପାଇଁ ତ ଏଇ ଯେଉଁ ଅନବସର ସେବାରେ କେବଳ ଦଇତା ଏବଂ ପତି ମହାପାତ୍ରଙ୍କର, ତ ପତି ମହାପାତ୍ରଙ୍କ ବ୍ୟତୀତ ଦଇତା ମାନଙ୍କର ବିଶେଷ ସେବା ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ଆମେ ଆହୁରି ଗୋଟିଏ କଥା କହି ରଖୁଛୁ, ମହାପ୍ରଭୁଙ୍କର ଏ ସେବା ଚାଲିଥିଲା ବେଳେ ବ୍ରହ୍ମଗିରିରେ ଚାଲିଛି ମହାପ୍ରଭୁଙ୍କର ଅଲାରନାଥ ଦର୍ଶନ। ମହାପ୍ରଭୁ ସିଏ ଏକ ଅନେକ ବହୁତ ବଡ଼ ତତ୍ତ୍ୱ। ଏଠି ମହାପ୍ରଭୁଙ୍କର ଦର୍ଶନ କରିପାରୁନାହାନ୍ତି ଭକ୍ତ। ଇଏ ଭକ୍ତ ଇଏ ଜଗନ୍ନାଥଙ୍କ ରୂପରେ ସେଠି ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ସିଏ ହଉଛନ୍ତି ପାଷାଣ ଦେବତା, ସିଏ ହଉଛନ୍ତି କଳା ପାଷାଣ ଦେବତା। ତାଙ୍କୁ ଦର୍ଶନ ପାଇଁ ଏବେ ଲକ୍ଷାଧିକ ଭକ୍ତ ଛୁଟିଛନ୍ତି ବ୍ରହ୍ମଗିରି। କାରଣ ଭକ୍ତ କୋଉଠି ଅଟକିକି ରହିପାରୁନାହାନ୍ତି। ପ୍ରଭୁଙ୍କୁ ଏଠି ନହେଲେ ସେଠି, ସେଠି ନହେଲେ ଆଉ କୋଉଠି, ଯୋଉଠି ତାଙ୍କର ରୂପ ଦେଖିଲେ ସେଠିକୁ ଦର୍ଶନ ପାଇଁ ଛୁଟିଲେ। ସେଇଥିପାଇଁ ତ ଏ ସମସ୍ତ ଆମେ ଦେଖୁଛୁ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ନିକଟରେ ଏ କଲିକତାରୁ ଛୁଟି ଆସିଛନ୍ତି। ଆପଣ ଟିକେ ଦେଖାନ୍ତୁ ତ ସମସ୍ତଙ୍କୁ, ଏ ଭକ୍ତମାନଙ୍କୁ ଦେଖାନ୍ତୁ। ମହାପ୍ରଭୁଙ୍କୁ ଯେତିକି ସେମାନେ ଦର୍ଶନ କରିଛନ୍ତି, ଏଠି ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ସେଇ ଦର୍ଶନ ତାଙ୍କର ତତ୍ତ୍ୱ ବିଷୟରେ ଶୁଣୁଛନ୍ତି। ସମସ୍ତେ ଜୟ ଜଗନ୍ନାଥ କୁହନ୍ତୁ। ଜୟ ଆପଣ ଶୁଣୁଛନ୍ତି। ମୁଁ ଟିକେ ପୂର୍ବରୁ ଏ ଅଡିଓ ଟେଷ୍ଟ କରୁଥିଲି, ମୁଁ ଖାଲି ଜୟ ଜଗନ୍ନାଥ ଅଡିଓ ଟେଷ୍ଟ କରୁଥିଲି। ସେଇ ଶବ୍ଦ ଶୁଣି ସମସ୍ତେ ଜୟ ଜଗନ୍ନାଥ ଶବ୍ଦରେ ଏ ଘରକୁ ପ୍ରକମ୍ପିତ କଲେ। ଆପଣ ଦେଖୁଛନ୍ତି ମହାପ୍ରଭୁଙ୍କର ନାମ ଉଚ୍ଚାରଣ କ୍ଷଣି ତାଙ୍କ କଣ୍ଠରୁ ଆପେ ଆପେ ଛୁଟି ଆସୁଛି ଯେ ଜୟ ଜଗନ୍ନାଥ ଶବ୍ଦ। ଏଇଥିପାଇଁ ଛୁଟି ଆସୁଛି। କେବଳ କଣ ଭାବୁଛନ୍ତି ସେ କେବଳ ଉତ୍କଳୀୟ ମାନଙ୍କର ପ୍ରାଣର ଠାକୁର? ସେ ହଉଛନ୍ତି ସାରା ବିଶ୍ୱର ପ୍ରାଣର ଠାକୁର। ସେ ହଉଛନ୍ତି ସର୍ବଧର୍ମ ସମ୍ପନ୍ନ ଭକ୍ତ ମାନଙ୍କର ପ୍ରାଣର ଠାକୁର। ଆଉ ସମସ୍ତଙ୍କ ଭିତରେ ସେ ବିରାଜମାନ। ଆଉ ସମସ୍ତଙ୍କ କଥା ଯେତେବେଳେ କହିବା କ୍ଷଣି ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କର ଆଖିରେ ଆସିଯାଏ ଲୋତକ। ଆଉ ଏଇ ଲୋତକକୁ ଅଟକେଇ ପାରନ୍ତିନି। ଯଦି ବ୍ୟାଖ୍ୟା କରନ୍ତି ତାହେଲେ ଅନେକ କଥା ଆସିଯାଏ, କିନ୍ତୁ ସେ ତାରି ଭିତରେ ସେ ତାଙ୍କ ନିଜକୁ ସମ୍ଭାଳି ମହାପ୍ରଭୁଙ୍କ କଥା କହିଥାନ୍ତି। ଆପଣ ଯଦି ଆଗକୁ ଆଗକୁ ଆମର ମହାପ୍ରଭୁଙ୍କ ତତ୍ତ୍ୱ ଉପରେ କୁହନ୍ତୁ, ମହାପ୍ରଭୁଙ୍କର ସମସ୍ତ ଯାନିଯାତ୍ରା କୁହନ୍ତୁ, ମହାପ୍ରଭୁଙ୍କର ସମସ୍ତ ଯୋଉ କୁହାଯାଏ 12 ମାସେ 13 ଯାତ୍ରା କୁହନ୍ତୁ, ସବୁ ଯଦି ଜାଣିବା ପାଇଁ ଇଚ୍ଛୁକ ତାହେଲେ ଆପଣ ଆମ ଚ୍ୟାନେଲକୁ ଫଲୋ କରୁଥାନ୍ତୁ। ଆପଣ ଆମକୁ ଲାଇକ୍ କରନ୍ତୁ। ଯଦି ଆପଣଙ୍କ କଥା, ଆମ କଥା ଏବଂ ମୋର ଅତିଥିଙ୍କ କଥା ଆପଣଙ୍କୁ ଭଲ ଲାଗୁଛି ତାହେଲେ ଆପଣ ଗୋଟେ ଲାଇକ୍ କରନ୍ତୁ। ସବସ୍କ୍ରାଇବ ଆପଣଙ୍କ ଉପରେ ନିର୍ଭର କରୁଛି, ଆପଣ କରିବେ କି ନ କରିବେ। କିନ୍ତୁ ଗୋଟିଏ କଥା କହିବି ଆପଣଙ୍କୁ, ଆପଣ କିଛି ଲେଖନ୍ତୁ ନ ଲେଖନ୍ତୁ, ସର୍ବଶେଷରେ ଆପଣଙ୍କ ଯଦି ହୃଦୟ ଚାହୁଁଛି ତାହେଲେ ମହାପ୍ରଭୁ ଜୟ ଜଗନ୍ନାଥଙ୍କ ନାଁ ଲେଖନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ନମସ୍କାର।